ହେଇଗଲା ଛୁଆଟାର ଅବସ୍ଥା। କ'ଣ କ'ଣ ମୋ ପାଖେ ନା ସାମର୍ଥ୍ୟ ଅଛି ନା କ'ଣ। ହେଲ୍ପଲାଇନ୍ ବାଲାଙ୍କୁ ଡାକିଲୁ, ସରି ରେସ୍କ୍ୟୁ ଟିମ୍ ବାଲାଙ୍କୁ ଡାକିଲୁ। ସେମାନେ କହିଲେ କି ତୁମେ ପଇସା ଦେବ 300 ଟଙ୍କା ଯିବା ପାଇଁ, ଆଉ ଯାହା ପଇସା ଖର୍ଚ୍ଚ ହେବ, ଯାହା ମେଡ଼ିସିନ୍ ଖର୍ଚ୍ଚ ହେବ ସେ ପଇସା ବି ତୁମେ ମାନେ ଦେବ। ତ ମୋର ସେତିକି ମାନେ ସାମର୍ଥ୍ୟ ବି ନାହିଁ କି ହଁ ମୁଁ ନେଇକିରି ଇଏ କରିଦେବି। ମୁଁ ତ ସେମିତି ହେଇଥିଲେ ମୁଁ ତ ମେଡ଼ିକାଲ ନେଇକି ପଳେଇ ଯାଇଥାନ୍ତି। ତାକୁ ଥୋଡ଼ି ନା ଏପର୍ଯ୍ୟନ୍ତ ସେମାନଙ୍କୁ ଡାକିଥାନ୍ତି ନା ମୁଁ ଏପର୍ଯ୍ୟନ୍ତ ରଖିଥାନ୍ତି। ଏ ମାଆଟି ବସିଛି ଜଗିକି ତାକୁ। ଏତେ କଷ୍ଟ ଲାଗୁଛି। 15-20 ଦିନ ହେଇଯିବ ଏ ଛୁଆଟି ଏମିତି ଅବସ୍ଥାରେ ଭୋଗିଲା। ଆର ସବୁ ଜାଗା ଛୁଆ ମରିଗଲେ ଏମିତି କଷ୍ଟ ପାଇକି ନ ଖାଇକି। ଏଠି ତ ଲୋକମାନେ ଯେଉଁ ଭଳିଆ କରୁଛନ୍ତି, ଖାଇବାକୁ ଟିକେ ଦେଲେ ଯେଉଁ ଭଳିଆ କହୁଛନ୍ତି, ସେଥିପାଇଁ ତ ଆମ ନାଁରେ ଦୁନିଆ କଥାବାର୍ତ୍ତା କରୁଛନ୍ତି, ଆମକୁ ବାହାରି କରିବା ପାଇଁ ବି ବସୁଛନ୍ତି। ମୁଁ ଆଗରୁ ଆପଣଙ୍କୁ କହୁଥିଲି। ଏବେ ଛୁଆଟି ଏଠି ପରିବା ପଡ଼ୁଛି, ପାଣି ଦେଲେ ବି ପିଉନି, କିଛି ଖାଉନି, କିନ୍ତୁ ଦେଲେ ବି କିଛି ଖାଉନି। କ'ଣ ହେଇଛି କିଛି ବି ଜାଣି ହେଉନି। ଦେଖିବାକୁ ବହୁତ କଷ୍ଟ ଲାଗୁଛି, କିନ୍ତୁ କରିବି କ'ଣ। ମା' ଏଠି ତାର ଜଗିକି ବସିଛି ଛୁଆଟିକୁ। ମୁଁ କିଛି ଉପାୟ ପାଉନି, ଏତେ କଷ୍ଟ ଲାଗୁଛି। ଏମାନଙ୍କର ପାଟି ଖୋଲୁନି ନା ମୋର ସାମର୍ଥ୍ୟ ଅଛି କି ମୁଁ ଛୁଆଟାକୁ ନେଇକି ଯିବି। କୁହନ୍ତିନି ସହି ହେଉନି,